जा देवी सर्वभूतेषु प्रज्ञारूपेण संस्थिता नमस्तस्यै 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 नमो नमः नमस्तस्यै नमो नमः। जय जगन्नाथ। विश्वर अगणित मानव जाति जनसमूह ଓ ଲୋକମାନଙ୍କୁ ସଚେତନ ବାର୍ତ୍ତାର ଆଉ ଏକ ନୂତନ ଅଧ୍ୟାୟକୁ ସ୍ୱାଗତ। ଆସନ୍ତୁ ଆଜିର କଥାବସ୍ତୁକୁ ଆଲୋଚନା କରିବା। ଆଜିର କଥାବସ୍ତୁର ଶୀର୍ଷକ କାଶୀନାଥ ମିଶ୍ରଙ୍କ ଭ୍ରମ କଥାରେ ବିଶ୍ୱାସ, ମାଧବ ପରିବାର ସଦସ୍ୟ। ଅର୍ଥାତ୍ କାଶୀନାଥ ମିଶ୍ରଙ୍କର ଭ୍ରମ କଥାରେ, ମିଥ୍ୟା କଥାରେ, ଭୁଲ କଥାରେ ବିଶ୍ୱାସ କରି ଆଜି ପର୍ଯ୍ୟନ୍ତ ତାଙ୍କ ସହିତ, କାଶୀନାଥ ମିଶ୍ରଙ୍କ ସହିତ ଯୋଡ଼ି ହୋଇ ଅଛନ୍ତି ମାଧବ ପରିବାରର ସଦସ୍ୟ। ତେବେ ଏ ବାବଦରେ କାଶୀନାଥ ମିଶ୍ର ପ୍ରଶ୍ନ କରିପାରନ୍ତି କିମ୍ବା ମାଧବ ପରିବାରର ସଦସ୍ୟ ମଧ୍ୟ ପ୍ରଶ୍ନ କରିପାରନ୍ତି, ସାଧାରଣ ଜନତା ମଧ୍ୟ ପ୍ରଶ୍ନ କରିପାରନ୍ତି। ତେବେ କାଶୀନାଥ ମିଶ୍ରଙ୍କ କ'ଣ ଭ୍ରମ କଥା? ତେବେ ଭ୍ରମ କଥାଟି ହେଉଛି କାଶୀନାଥ ମିଶ୍ର ନିଜକୁ ମାଳିକା ଗବେଷକ, କଥା ପ୍ରବଚକ, ପଣ୍ଡିତ ବୋଲି କହୁଛନ୍ତି। ଆପଣମାନେ ବିଚାର କରନ୍ତୁ, ମାଧବ ପରିବାରର ସଦସ୍ୟମାନେ କାଶୀନାଥ ମିଶ୍ରଙ୍କ ଦ୍ୱାରା କୁହାଯାଇଥିବା କଥାକୁ ବିଶ୍ୱାସ କରୁଛନ୍ତି। ମାଳିକାରେ ଲେଖା ହେଇଥାଉ ବା ନ ହେଇଥାଉ, ଯାହା ବି ସେ ଗାଉଛନ୍ତି, ଯାହା ବି ସେ କହୁଛନ୍ତି, ତାଙ୍କର ସମସ୍ତ କଥାକୁ ଅନ୍ଧ ଭାବରେ ସ୍ୱୀକାର କରିବା, ମାନି ନେବା, ଇଏ ହେଉଛି ମାଧବ ପରିବାରର କଥା। ତେବେ କେହି କେବେ ପ୍ରମାଣ ମାଗିପାରନ୍ତି? ଗୋଟେ ସୁନ୍ଦର କଥା ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି। ଯେଉଁ ସମୟରେ ମାଧବଙ୍କୁ ନେଇ ବୈକୁଣ୍ଠ ଧାମ ଆଶ୍ରମକୁ ନେଇ ଦ୍ୱନ୍ଦ୍ୱ ବାଦ, ଆଶ୍ରମର ଭଙ୍ଗାରୁଜା ବା ଆଶ୍ରମକୁ ହଟେଇ ଦେବା ର ବନ୍ଦୋବସ୍ତ ବା କଥା ଚାଲିବା କାମ ଚାଲିଥିଲା ବା ଯୋଜନା ଚାଲିଥିଲା, ସେ ସମୟରେ କାଶୀନାଥ ମିଶ୍ର ତଥା ମାଧବ ପରିବାରର ସଭାପତି ବା ଯେଉଁ ସୁଧର୍ମା ମହାସଂଘ ଗଠନ କରିଛନ୍ତି କାଶୀନାଥ ମିଶ୍ର, ମାଧବଙ୍କ ନାମରେ ସେ ସୁଧର୍ମା ମହାସଂଘର ସଭାପତି ପାଣ୍ଡବ ପରିଡ଼ା କ'ଣ କହିଛନ୍ତି? ସାଧାରଣ ଅନ୍ଧ ଭକ୍ତମାନଙ୍କୁ ବୁଝେଇଛନ୍ତି, ତମେ କେହି ବ୍ୟସ୍ତ ହୁଅନି, ଯେତେବେଳେ ଖବର ପ୍ରସାରିତ ହେଲା ଯେ ଆଶ୍ରମକୁ ଭାଙ୍ଗି ଦିଆଯିବ, ଇଏ ନକଲି କଳକି, ଇଏ ନକଲି, ଇଏ ଅସଲି ନୁହଁ, ଇଏ ଭଣ୍ଡ, ଇଏ ଠକ ଇତ୍ୟାଦି ଇତ୍ୟାଦି କଥା ଶୁଣିବାକୁ ମିଳିଲା। ଅନ୍ଧ ଭକ୍ତମାନଙ୍କ ମନରେ ଛନକା ପଶିଲା, ଅନ୍ଧ ଭକ୍ତମାନେ ବିଚଳିତ ହେଲେ। ଠିକ୍ ସେହି ସମୟରେ ପାଣ୍ଡବ ପରିଡ଼ା, କାଶୀନାଥ ମିଶ୍ର ଏବଂ ତାଙ୍କ ସହଯୋଗୀମାନେ ଆଶ୍ୱସ୍ତି ପ୍ରଦାନ ରୂପକ ବାକ୍ୟ ପ୍ରଦାନ କଲେ। କ'ଣ କରିଛନ୍ତି?
ପାଣ୍ଡବ ପରିଡ଼ା କହିଛନ୍ତି, କାଶୀନାଥ ମିଶ୍ର ନିଜେ କହିଛନ୍ତି ଯେ ତମେମାନେ କେହି ବ୍ୟସ୍ତ ହୁଅନି। ସାଧାରଣ ଅନ୍ଧ ଭକ୍ତମାନଙ୍କୁ କହିଛନ୍ତି ତମେମାନେ କେହି ବ୍ୟସ୍ତ ହୁଅନି, ତମେ ମାଧବଙ୍କ ଉପରେ ଭରସା ରଖ। ତମେ ପ୍ରଭୁଙ୍କୁ ବିଶ୍ୱାସ କରୁଛ ତ? କିଛି ହବନି, ପ୍ରଭୁ ତାଙ୍କର କରିବେନି। ତାହେଲେ ବର୍ତ୍ତମାନ ମାଧବ ପରିବାରର ପ୍ରତିଟି ସଦସ୍ୟ ବିଚାର କରୁ। କାଶୀନାଥ ମିଶ୍ର କ'ଣ ଏଇ ଆଶ୍ୱସ୍ତି ବାକ୍ୟ ପ୍ରଦାନ କରିନଥିଲେ? ପାଣ୍ଡବ ପରିଡ଼ା କ'ଣ ଏ କଥା କହିନଥିଲେ? କିନ୍ତୁ କ'ଣ ହେଲା? ମାଧବ ରଖିଦେଲା। ମାଧବ ରଖିଦେଲା କି ଚୋରଙ୍କ ଭଳି ଲୁଚି ପଳେଇଲା, ଏ କଥା ଆପଣମାନଙ୍କ ନିକଟରେ ଏ ଦାସ କହିବା ବାହୁଲ୍ୟ ହବ। କେବଳ ସେତିକି ନୁହେଁ, ବିଚାର ଆପଣମାନେ କରନ୍ତୁ। ଯେଉଁ ମାଧବ ନିଜ ବାସକୁ ରକ୍ଷା କରିପାରିଲା ନାହିଁ, ସିଏ ଅନ୍ୟକୁ କ'ଣ ରକ୍ଷା କରିବ? ଇଏ କେବଳ କାଶୀନାଥ ମିଶ୍ରଙ୍କର ବ୍ୟବସାୟ ଭିତ୍ତିକ ବୁଦ୍ଧି। ଇଏ ହେଉଛି ଛଳନା, ଇଏ ହେଉଛି କୁଟିଳତା। ଉଦ୍ଦେଶ୍ୟ ପୂର୍ଣ୍ଣ କରିବା ପାଇଁ ସାଧାରଣ ଲୋକମାନଙ୍କୁ ନିଜ କଥାରେ ଉଲଝେଇ ଭ୍ରମିତ କରି ନିଜ ସ୍ୱାର୍ଥ ସାଧନ କରୁଛନ୍ତି। ଆଉ ଅନ୍ଧ ଭକ୍ତମାନେ ବି ତାଙ୍କ କଥାକୁ ଅନ୍ଧ ଭାବରେ ସ୍ୱୀକାର କରି ନେଉଛନ୍ତି। କେବଳ ସେତିକି ନୁହେଁ, କାଶୀନାଥ ମିଶ୍ର କହିଛନ୍ତି, ତାଙ୍କ ଚ୍ୟାନେଲ ମାଧ୍ୟମରେ କହିଛନ୍ତି, କୌଣସି ସଭାରେ ବି କହିଛନ୍ତି ଯେ ଯିଏ ମାଧବ ନାମ ଭଜନ କରିବ ତା ପାଖରେ ମୃତ୍ୟୁ ମଧ୍ୟ ପହଞ୍ଚି ପାରିବ ନାହିଁ, ତାକୁ କୌଣସି ରୋଗ ଗ୍ରାସ କରିପାରିବ ନାହିଁ, ତା ପାଖରେ କୌଣସି ବିପତ୍ତି ପହଞ୍ଚି ପାରିବ ନାହିଁ। ଏବେ ଚ୍ୟାନେଲ ମାଧ୍ୟମରେ ଏ ଦାସ କାଶୀନାଥ ମିଶ୍ରଙ୍କୁ ପ୍ରଶ୍ନ କରୁଛି। କାଶୀନାଥ ମିଶ୍ରଙ୍କୁ କେତେଜଣ ମାଧବ ପରିବାରର ଅନ୍ଧ ଭକ୍ତ ଆସିକିରି କହିଛନ୍ତି ଆମେ ଟିକେ ପ୍ରଭୁଙ୍କୁ ଦେଖା କରିବୁ, କାରଣ ନା ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଇଛନ୍ତି ଆମର ପରିବାରର ଲୋକ, ତେଣୁ ଆମେ ଟିକେ ମାଧବଙ୍କୁ ଦେଖା କଲେ, ମାଧବ ଟିକେ ଆଶୀର୍ବାଦ କରିଦେଲେ ଆମେ ରୋଗମୁକ୍ତ ହେଇଯିବୁ। କାଶୀନାଥ ମିଶ୍ର ବି କହିଛନ୍ତି କିଛି ହେବନି, କିଛି ହେବନି। କିନ୍ତୁ କ'ଣ ହେଲା? ଏ ଦାସ ଜାଣିବାରେ ପାଖାପାଖି 8ରୁ 10 ଜଣ ଲୋକ ଦୁରାରୋଗ ବ୍ୟାଧିରେ ମୃତ୍ୟୁବରଣ କରିଛନ୍ତି। କୁଆଡ଼େ ଗଲା ସେ ମାଧବ ନାମ? ଇଏ କେବଳ ମିଛ କଥା, ଭୁଲ କଥାକୁ ବିଶ୍ୱାସ କରି, ବାସ୍ତବତାକୁ ସ୍ୱୀକାର ନ କରି, ବାସ୍ତବତାକୁ ବୁଝିବାକୁ ଚେଷ୍ଟା ନ କରି ମୃତ୍ୟୁକୁ ବରଣ କରିଛନ୍ତି। ଏବେ ମଧ୍ୟ ଅନେକ ପାଖାପାଖି 4ରୁ 5 ଜଣ 6 ଜଣ ଭଳିଆ ହେବେ ଲୋକ ଚିକିତ୍ସାଧୀନ ଅବସ୍ଥାରେ ଏ ମିଥ୍ୟା ପ୍ରତିଶ୍ରୁତିକୁ କାହିଁକି ସ୍ୱୀକାର କରୁଛନ୍ତି? ତଥାପି ଏ ମାଧବ ପରିବାରର ସଦସ୍ୟ ବୁଝିପାରୁନାହାନ୍ତି। କେବଳ ସେତିକି ନୁହେଁ, କାଶୀନାଥ ମିଶ୍ର କହିଛନ୍ତି ଯେ ଯିଏ ମାଧବ ନାମ ଭଜନ କରିବ, ଯେ ତ୍ରିକାଳ ସନ୍ଧ୍ୟା କରିବ, ତାହାର କେହି କିଛି କରିପାରିବେନି। ଆଚ୍ଛା, ଯାହାର ମାଧବ ନାମ ଭଜନରେ ତ୍ରିକାଳ ସନ୍ଧ୍ୟାରେ କେହି କିଛି କରିପାରିବେନି, ନିଜେ କାଶୀନାଥ ଚୋରଙ୍କ ଭଳି କାହିଁକି ଲୁଚିକି ଅଛି? ଓଡ଼ିଶା ଆସୁନାହାନ୍ତି?
काशीनाथ मिश्र ओडिशा आसिक भुवनेश्वर आसिक जेमती राज चलाउले चलाउना अच्छी साहस काशीनाथ मिश्रंकर साहस अच्छी कि जमिति भुवनेश्वर रे अंध भक्त मानू लुंठन करुथिले निजर चाकर भली व्यवहार करुथिले निज इच्छा सब किछि करुथिले करुनाहंते लुचिचंदी कहीं अरे जो माधवर नाम को भजन कले साधारण लोकटीए कौन क्षति हेनी से माधव निजे कहीं लुचिकी पलैला से माधव निजे कहीं लुचिकी पलैला दे पार उत्तर काशीनाथ मिश्र काशीनाथ मिश्र ये कथार उत्तर दे पार कि केवल अंध भाव ओडिशा रे किछि दिन अनेक दिन धरी ओडिशा रे निज व्यवसाय चलैथिला काशीनाथ मिश्र एबे देखिला ओडिशा रे हो पारिबनी तेणु ओडिशा छाड़ी ओडिशा बाहर निज व्यवसाय चली जो माने काशीनाथ कलाकार नाम बाबद अनभिज्ञ से निकट में चली तेणु सचेतन हुअन्तु मिछ कथा भूल कथा भ्रम कथा को स्वीकार करंतु नहीं विश्वास करंतु नहीं सचेतन हुअन्तु वास्तव को जानतु। जय जगन्नाथ जय जगन्नाथ। आगामी अध्याय रे परवर्ती कथावस्तु पर आलोकपात करिबा। जय जगन्नाथ।